ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଗ ଭବ ତୁମେ। ଦେଖନ୍ତୁ ସାଙ୍ଗମାନେ ମୁଁ କେତେ ସୁନ୍ଦର ଭାବରେ ଠାକୁର ପୂଜା କରିଦେଇଛି। ଆଉ ଫୁଲ ତ ମୋ ପାଖରେ ପୁରା ସଫିସିଏଣ୍ଟ ଫୁଲ, ଠାକୁର ପୂଜା କରିବା ପାଇଁ ସବୁବେଳେ ଫୁଲ ପୁରା ଆଭେଲେବୁଲ ରହୁଛି। ଦେଖନ୍ତୁ ମୁଁ ଏଠି ବାବାଙ୍କୁ ବି ପୂଜା କରିଛି। ଆଉ ଏଠି ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର, ଜଗନ୍ନାଥଙ୍କ ପାଖକୁ ଲକ୍ଷ୍ମୀଙ୍କ ଫଟୋ ବି ମୁଁ ରଖିଦେଇଛି। ତାପରେ ଏଠି ସାଇବାବାଙ୍କୁ ରଖିଛି। ତାପରେ ଏଠି ଶିବଙ୍କର ବଦ୍ରୀନାଥ ସେଠିକି ଯାଇଥିଲୁ, ଆଣିଥିଲୁ ଏଇଟା। ବାକି ଏଇଟା ସରସ୍ୱତୀ, ଗଣେଶ, ଟିକି କୁନି ଗଣେଶଟିଏ ଦେଖନ୍ତୁ ଏଠି ମୋର। ତାପରେ ଏଠି ବି ଗୋଟେ ବଡ଼ ସାଇବାବାଙ୍କର ଫଟୋ, ହନୁମାନଙ୍କର ଫଟୋ, ଲକ୍ଷ୍ମୀ ନାରାୟଣ, ମା ମଙ୍ଗଳା, ମା ତାରିଣୀ। ତ ଏସବୁ ଠାକୁରକୁ ଭଲ ଭାବରେ ମୁଁ ପୂଜା କରିଦେଇଛି, ଦେଖିପାରୁଥିବେ। ଆଉ ବହୁତ ସୁନ୍ଦର ପୁରା, ଆଉ ମନ ପୁରା ଶାନ୍ତି ଲାଗୁଛି, ଆତ୍ମା ବି ଶାନ୍ତି ଲାଗୁଛି। ଠାକୁର ପୂଜା ବିନା ଘର ପୁରା ଅଶାନ୍ତି, ମନ ବି ଅଶାନ୍ତି। ତ ଯଦି ଠାକୁର ପୂଜା ସବୁଦିନ ହେଇଥାଏ ତାହେଲେ ବହୁତ ବଢ଼ିଆ ଲାଗେ। ଆଉ ସମସ୍ତଙ୍କୁ ମୁଁ ଆଜି ଜଗନ୍ନାଥଙ୍କ ପାଖରେ ଦୀପ ଜାଳିକି ପ୍ରାର୍ଥନା କରୁଛି, ମୋର ସବୁ ସବସ୍କ୍ରାଇବର ସାଙ୍ଗମାନଙ୍କୁ, ବନ୍ଧୁମାନଙ୍କୁ, ଫ୍ରେଣ୍ଡମାନଙ୍କୁ, ଆଉ ମୋର ସବୁ ୟୁଟ୍ୟୁବ୍ ଫ୍ୟାମିଲି, ଫେସବୁକ୍ ଫ୍ୟାମିଲି, ଆଉ ଇନଷ୍ଟା ଫ୍ୟାମିଲି, ଅଲ୍ ଫ୍ୟାମିଲିକୁ ମୋର ସବୁବେଳେ ଜଗତର ନାଥ ଜଗନ୍ନାଥ ସୁଖରେ ଶାନ୍ତିରେ ରଖନ୍ତୁ, ଆଉ ସମୃଦ୍ଧି, ସୁଖ ସମୃଦ୍ଧି ସବୁ ଦିଅନ୍ତୁ। ଆଉ ସେତିକି ମୋର କାମନା। କାହିଁକିନା ଆପଣମାନେ ଖୁସିରେ ରହିଲେ, ଭଲରେ ରହିଲେ ହିଁ ମୁଁ ଭଲରେ ରହିବି ଆଉ ଖୁସିରେ ରହିବି। ତ ଜଗତର ନାଥ ଜଗନ୍ନାଥ ଆପଣମାନଙ୍କୁ ବହୁତ ଭଲରେ ରଖନ୍ତୁ, ଆଉ ତାଙ୍କ ଛତ୍ର ଛାୟା ତଳେ ଆପଣମାନଙ୍କୁ ରଖନ୍ତୁ। ରହୁଛି ସାଙ୍ଗମାନେ, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ। ଆଉ ଜଗନ୍ନାଥଙ୍କ ପାଇଁ ଗୋଟିଏ ଲାଇକ୍ କରିବେ ଭିଡ଼ିଓରେ, ଆଉ କମେଣ୍ଟ କରିବେ, ସେୟାର କରିବେ, ଆଉ ମୋ ଚ୍ୟାନେଲକୁ ଫଲୋ କରିବେ। ରହୁଛି, ଜୟ ଜଗନ୍ନାଥ।